ଆଜ୍ଞା ମୋ ନାଁ କଳ୍ପନା ମହାନ୍ତି ମୁଁ ଜଗତସିଂହପୁର ପୌରାଞ୍ଚଳ 6 ନମ୍ବର ଏକ୍ସ କାଉନସିଲର। ବର୍ତ୍ତମାନ ଯୋଉ ଆସିଛନ୍ତି ସାଲେପୁରକୁ ଆସିଛନ୍ତି କେମିତି ରହିଛି ଲୋକମାନଙ୍କ ସପୋର୍ଟ କେତେ ରହିଛି? ଲୋକମାନଙ୍କୁ ତ ଯେତେ ଧନ୍ୟବାଦ ଦେଲେ ବି ଆମେ କମ ହବ ସେମାନଙ୍କ ସପୋର୍ଟ ବହୁ ପରିମାଣରେ ଅଛି। ସେମାନଙ୍କ ସପୋର୍ଟ ଯୋଗୁ ଆମେ ଆଜି ଏତେ ବାଟ ଆଗେଇ ପାରୁଛୁ। ତେଣୁ ସେମାନଙ୍କୁ ମୋ ତରଫରୁ କଣ ଆମ ଜଗତସିଂହପୁର ଅଞ୍ଚଳ ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ତାପରେ ଲୋକମାନଙ୍କର ଯୋଉ ଅସୁବିଧା ଅଛି ସେ ଅସୁବିଧା ଦୀର୍ଘ 10 ବର୍ଷ କଣ ତା ପୂର୍ବରୁ ବି ସେ ସମାଧାନ ହେଇନି। କୋଉଠି ଘର ନାହିଁ କୋଉଠି ପାଣି ପ୍ରୋବ୍ଲେମ କୋଉଠି ରାସ୍ତା ପ୍ରୋବ୍ଲେମ ଆମେ କାଲି ଯାଇଥିଲୁ ସେ ଆଉ ଗୋଟେ ଯୋଉ ପଞ୍ଚାୟତକୁ ଯାଇଥିଲୁ। ଗୋଟେ ମା ମତେ ଘୋଷାରି ତାଙ୍କ ଘର ଭିତରୁ ନେଇଗଲା ମୁଁ ପୁରା ନଈ ତାଙ୍କ ଘର ଭିତରେ ପଶିଗଲି ଦେଖିଲା ବେଳକୁ ଦି ଫାଳ କାନ୍ଥ ନାହିଁ ଜରି ଟଙ୍ଗା ହେଇଛି। ସେଠି ମୋ ଆଖିରୁ ଦି ଠୋପା ଲୁହ ବି ଗଳି ପଡିଥିଲା ଏତେ କଷ୍ଟ। ତେଣୁ ଏଇ ସରକାର କଣ କରିଛି କଣ ନାହିଁ ଆପଣ ମାନେ ତ ସମସ୍ତେ ପରିବର୍ତ୍ତନ କଲେନି ଆମ ଜନସାଧାରଣ। ସେମାନେ ସମସ୍ତେ ଚାହୁଁଛନ୍ତି ଜଗତସିଂହପୁର ମାଟିର ସ୍ୱାଭିମାନ ପାଇଁ ଜଗତସିଂହପୁର ମାଟିର ପୁଅ ଅମରେନ୍ଦ୍ର ଦାସଙ୍କ ହାତକୁ ଟାଣ କରିବେ ଏବଂ ସମସ୍ତ ଜନସାଧାରଣଙ୍କୁ ଜଣାଇଦେବେ ଯେ ଆମ ମାଟିର ପୁଅକୁ ଆମେ ଏତେ ସହଯୋଗ କରୁଛୁ ଏବଂ ଆଶୀର୍ବାଦ ଦଉଛୁ ନିଶ୍ଚିନ୍ତ ରୂପେ 100ରୁ 100 ଜଗତସିଂହପୁର